ଏତିକି ଭଲ ପାଇବା ଆପଣ ଦଉଛନ୍ତି ନିହାତି ନିହାତି ପୁରା ମନୋରଞ୍ଜନ ପିଲାଙ୍କ ପାଇଁ ଭୁଲେଇ ହବନି। ଆମର ଏଇ କଳିଯୁଗରେ ଆସିଛନ୍ତି ଶକ୍ତି ସ୍ପାଇଡର ନୂଆ ରୂପ ନେଇ ପ୍ରଭୁ ପରଶୁରାମ। ହେ ଗାଇ ଜୟ ଜଗନ୍ନାଥ। ଆଜି ହୋମ ଟୁର ଭିଡ଼ିଓରେ ସିନୁ ଭାଇ ଗଣେଶ ପୂଜା ପାଇଁ କ'ଣ ବଡ଼ ଅପଡ଼େଟ୍ ଦେଇଛନ୍ତି ଚାଲନ୍ତୁ ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ଯାକେ ଦେଖିବା। ଜୟ ଜଗନ୍ନାଥ। ଫାଇନାଲି ଗାଇଜ ଆମେ ଆସିକି ପହଞ୍ଚି ଯାଇଛୁ ଆପଣଙ୍କ ପ୍ରିୟ ଡିଜେ ଯାହାକି ଶକ୍ତି ଡିଜେ ଆମର ସିନୁ ଭାଇ ଯାହାକି ଶକ୍ତି ଡିଜେର ଅନର। ତ ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ। କେମିତି ଅଛନ୍ତି? ଆପଣମାନଙ୍କ ଦୟାରୁ ଭଗବାନଙ୍କ ଦୟାରୁ ଏବଂ ଯେଉଁ ଭାଇମାନଙ୍କ ଭଲ ପାଇବା ଯୋଗୁଁ ଠିକ୍ ଠାକ୍ ଅଛି। ଆଉ ଭାଇମାନେ ଯାହାକି ଆପଣମାନଙ୍କ ଡିମାଣ୍ଡ ପାଇଁ ଶକ୍ତି ଡିଜେ ଅନର ସିନୁ ଭାଇ। ତ ସିନୁ ଭାଇ ଯେମିତିକି ଆମ ପବ୍ଲିକଙ୍କ ଡିମାଣ୍ଡ ଥିଲା ନୂଆ ସେଟଅପ୍ କ'ଣ କିଛି ଆସୁଛି ଗଣେଶ ପୂଜା ପାଇଁ ଆଉ ନୂଆ କେମିତି କ'ଣ ଅପଡେଟ୍ ଅଛି? ଦେଖନ୍ତୁ ପ୍ରଥମେ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ତ ଫାଷ୍ଟ କଥା ହେଲା ଆମର ଗଣେଶ ପୂଜାକୁ ଆପଣ ଜାଣିଛନ୍ତି ପ୍ରତ୍ୟେକ ବର୍ଷ ଗଣେଶ ପୂଜାରେ ନୂଆ ଆସିଛି ଏବଂ ଆର ବର୍ଷ ଚେଞ୍ଜ କରିବା ସତ୍ତ୍ୱେ ବି ଏଇ ବର୍ଷ କିଛି କନସେପ୍ଟ ନୂଆ ଏବଂ ସେଟଅପ୍ ବି ପୁରା ଟୋଟାଲ ଉପରେ କିଛି ଚେଞ୍ଜ ହେବାକୁ ଯାଉଛି ଏବଂ ଏଇଭଳିଆ କିଛି କନସେପ୍ଟ ଆସିବାକୁ ଯାଉଛି ଯେଉଁ କନସେପ୍ଟଟା ମାନେ ଅନୁଗୁଳ ଲେଙ୍କା ଆମ ମାର୍କେଟରେ କେହି ଜିନିଷ କରୁନାହାନ୍ତି। ତ ଭାଇ ଆମେ ଦେଖିବାକୁ ଗଲେ ତମ ସେଟଅପ୍ କାମ ବି ମାଗୁନି ଡେଟ୍ରେ ଭାଇ। ଆଜ୍ଞା ଯେମିତି ଅଛି ସେଟଅପ୍ କାମ ମାଗୁନି ତଥାପି ଚେଞ୍ଜ କରିବାର ରିଜିନ୍ କ'ଣ? ଦେଖନ୍ତୁ ଚେଞ୍ଜ କରିବାର ରିଜିନ୍ ହେଉଛି ଲୋକମାନଙ୍କ ଭଲ ପାଇବା। ଆମେ ଚାହୁଁଛୁ ଯେହେତୁ ଲୋକମାନେ ବା ଭାଇମାନେ ଆମକୁ ପଇସା ଦେଉଛନ୍ତି ଗୋଟେ ପାରିଶ୍ରମିକ ମୂଲ୍ୟ ଝାଳ ବୁହା ଧନ ତାଙ୍କର ଦେଉଛନ୍ତି ତ ଆମେ ବି କର୍ତ୍ତବ୍ୟ ଆମର ରହୁଛି ତାଙ୍କ ଝାଳ ବୁହା ଧନର ଆମେ ପରଫେକ୍ଟ ଫାଇଦା ଉଠେଇକି ଆମେ ଲୋକମାନଙ୍କୁ ସେଇଭଳିଆ ଜିନିଷ ପରଫେକ୍ଟଲି ଆଉଟପୁଟ୍ ଦେବୁ ଯାହାଫଳରେ ଲୋକ ସବୁ ବର୍ଷ କିଛି ସବୁବେଳେ କିଛି କିଛି ନୂଆ ଜିନିଷ ଜାଣିବେ ନୂଆ ଜିନିଷ ଦେଖିବେ ତ ଯୋଉଟାକି ଦେଖିଲେ ଆମକୁ ବି ଖୁସି ଲାଗିବ। ପବ୍ଲିକଙ୍କ ପାଇଁ ସବୁବେଳେ ସିନୁ ଭାଇ ଆମର ଅଛନ୍ତି ଯାହାକି ଆପଣମାନଙ୍କୁ ଭଲ ପାଇବା ସେମାନଙ୍କ ପାଇଁ ହିଁ ସବୁ ନିହାତି ଭାଇ। ତ ନୂଆ ଆମେ ଯେମିତି ଜାଣିଲୁ ଆପଣ ନୂଆ ଲାଇଟ୍ କ'ଣ କିଛି ଆଣୁଛନ୍ତି? ଆଜ୍ଞା ଏଇ 2 ତାରିଖ ଦିନ ତା ଡେମୋ ଆସିଯିବ ଏବଂ ସେ ଡେମୋକୁ ପ୍ଲେ କରିକି ମୁଁ ଆପଣଙ୍କୁ ଦେଖେଇଦେବି। 2 ତାରିଖ ଜୁନ୍ 2 ତାରିଖ ନା ଏଇ ହଁ ସରି ଜୁନ୍ 2 ଏଇ ଯୋଉ ଆସୁଛି ପରଦିନ। ତ ନିହାତି ଭାବରେ ଭାଇ ଆମେ ବି ଆସିବୁ ସିନୁ ଭାଇ ଦେଖେଇବେ। ତ ଲାଇଟ୍ଟା ଭାଇ କେମିତି ପ୍ରକାର କ'ଣ ରହୁଛି ମାନେ କିଛି ଏମିତି କହିପାରିବେ? ଦେଖନ୍ତୁ ସେଇ ଯୋଉ ଲାଇଟ୍ ସେ ଲାଇଟ୍ ଆକ୍ଚୁଆଲି ବର୍ଷେ ପୂର୍ବରୁ ମୁଁ ଅର୍ଡର କରିଥିଲି କିନ୍ତୁ ବର୍ଷେ ହେଇଗଲାଣି ସେ ଲାଇଟ୍ ଆସିପାରୁ ନଥିଲା ଆଉ ଯେତେବେଳେ ବି ସେ ଲାଇଟ୍ ମାନେ ଆସିବା ହଉଥିଲା ସେଇ ଟାଇମ୍ରେ ଏମିତି ମୁଁ ପରିସ୍ଥିତିରେ ନଥିଲି ଯୋଉ ପରିସ୍ଥିତିରେ ମୁଁ ସେଟା ଗୁଡ଼ା ଚେଞ୍ଜ କରିପାରିଥାନ୍ତି କାରଣ କଲ୍ କଣ୍ଟିନ୍ୟୁ ରହୁଥିଲା। ତ ଏଇ ବର୍ଷ ଭାବିଛି ପୁଣି ସେଇ ଲାଇଟ୍କୁ ଆଣିବା ପାଇଁ। ମାନେ ଏଇ ଲାଇଟ୍ଟା ଏମିତି ଜିନିଷ ରହିବ କି ଯୋଉଟା ମାନେ ମଝିରେ ଆମର ଥିଲା ସ୍ପାଇଡର ମଝିରେ? ଦେଖାଯାଉ କ'ଣ ହବ ସେଇଟା ମୁଁ ତ ନିହାତି ଆପଣମାନଙ୍କ ଚ୍ୟାନେଲରେ ହିଁ ଜଣେଇବି। ତ ସେଟଅପ୍ ଆମର ଏଇ ସ୍ପାଇଡର ସେଟଅପ୍ ରହିବ ନା ଅଲଗା କିଛି ଆସିବ? ଦେଖନ୍ତୁ ଗୋଟେ ଜିନିଷ ପରଶୁରାମ କନସେପ୍ଟ ଭାଇରାଲ ହେଇଛି ସ୍ପାଇଡର ଜିନିଷ ବି ଅଛି ତ ନିହାତି କିଛି କୋଲାବରେସନ ଭିଡ଼ିଓ ହିଁ ଆସିବ କୋଲାବରେସନ ସେଟଅପ୍ ହିଁ ଆସିବ। ପରଶୁରାମ ଭର୍ଜନ କିଛି ନିହାତି ଭାବା ଚାଲିଛି ଆହୁରି ଯେହେତୁ ଗଣେଶ ପୂଜା ବହୁତ ଦିନ ଅଛି ପ୍ରୋଗ୍ରାମ ବି ଆଗକୁ ଅଛି ତ ଭାଇମାନଙ୍କ ପାଇଁ ଯେତିକି ଦିନ ଗଡ଼ି ଯାଉଛି ଆମ ମନରେ ଆହୁରି ନୂଆ ଚିନ୍ତା ବି ଆସୁଛି ତ ନୂଆ ଜିନିଷ କିଛି ବି ଆମେ ଆଣିକି ଯେତିକି ଭାବିଥିଲୁ ପୂର୍ବ 2 ଦିନ ଯାହା ଭାବିଥିଲୁ ଆଜିକି 2 ଦିନ ପରେ ପୁଣି ଆଉ କିଛି ଅଲଗା ଭାବୁଛୁ ସେଥିରେ କିଛି ନୂଆ ଯୋଡ଼ୁଛୁ ବୁଝିଲେ ନାହିଁ। ତ ସେଇଭଳିଆ ଚାଲିଛି ତ ଯେତିକି ଦିନ ମାନେ ସେଟଅପ୍ ଯେତେବେଳେ କାମ ହେଇନି ସେ ପର୍ଯ୍ୟନ୍ତ ଆମେ ବି ଗ୍ୟାରେଣ୍ଟେଡ୍ ନୁହେଁ ଯେ କୌଣସି ପ୍ରକାର ଜିନିଷ ହବ। ଆଉ ଗଣେଶ ପୂଜାକୁ ଆଉ କିଛି ନୂଆ ଅପଡେଟ୍? ନିହାତି ଗଣେଶ ପୂଜାକୁ ତ ନିହାତି ଅପଡେଟ୍ ଦେଖନ୍ତୁ ନୂଆ ଲାଇଟ୍ ଆସୁଛି ନୂଆ ସାଉଣ୍ଡ ସିଷ୍ଟମ ଲାଗିବ ଗଣେଶ ପୂଜାରେ। ତ ଗଣେଶ ପୂଜାର ଭଲରେ ଟୋଟାଲ ଜିନିଷ ଚେଞ୍ଜ ଯେତେ ବି ଆମେ ଆଗରେ ଯୋଉ ଡିଜି ଗାଡ଼ି ଦେଖୁଛନ୍ତି ସେ ଡିଜି ଗାଡ଼ି ଉପରେ ବି ଯାହା ବର୍ତ୍ତମାନ ଦେଖୁଛନ୍ତି ଟୋଟାଲ ମଡିଫାଇ ହେଇଯିବ ସବୁ ଜିନିଷ ଟୋଟାଲ ମଡିଫାଇ। ମାନେ ଏପିକ୍ କଭର ରହିବ ନା ଅଲଗା ଡିଜି ଗାଡ଼ି ଚେଞ୍ଜ ହେବ? ସେ ଜିନିଷ ଆଜ୍ଞା ପରେ କହିବି ମାନେ ଆଉ କିଛି ଦିନ ଗଲା ପରେ ହିଁ କହିବି। ଚେଞ୍ଜ କରିବାର ପ୍ଲାନିଂ ଅଛି ଯାହାକି ଜଣାପଡ଼ିଛି। ଦେଖନ୍ତୁ ସେମିତି ସିକ୍ରେଟ ବୋଲି କିଛି ନାହିଁ କିନ୍ତୁ ଯୋଉ ଜିନିଷଟା ମୋ ଆଖି ଆଗରେ ବର୍ତ୍ତମାନ ଘଟି ଯାଇନି ସେଇ ଜିନିଷଟା ମୁଁ ପାଟିରେ କେମିତି କହିଦେବି ଗୋଟେ ଜିନିଷ ପ୍ରତ୍ୟେକ ମୁହୂର୍ତ୍ତରେ ପରିସ୍ଥିତି ଚେଞ୍ଜ ହେଇଯାଉଛି ଅନ୍ୟ ଭାଇ କହିଲେ। ତ ଆଉ ଆମର ଭାଇମାନଙ୍କର କମେଣ୍ଟ ଥିଲା ଏ ବର୍ଷ ଆପଣ ମାନେ ଗଣେଶ ପୂଜାର ଲିଷ୍ଟଟା ରିଭିଲ୍ କରିବେ? ନିହାତି ଗଣେଶ ପୂଜା ଲିଷ୍ଟ ରିଭିଲ୍ କରିବି। ଦେଖନ୍ତୁ ଗଣେଶ ପୂଜା ଯେହେତୁ ମୋର ମାସେ ପରେ ବୁକିଂ ହେଇସାରିଲାଣି କିନ୍ତୁ ତଥାପି ଭାଇମାନେ କଲ୍ କରନ୍ତୁ କାରଣ କ'ଣ ପାଇଁ ନା କିଛି କଲ୍ ପରମିଶନ ଇସ୍ୟୁ ଯୋଗୁଁ ମେ ବି କ୍ୟାନସେଲ୍ ହେଇଯାଇପାରେ ମେ ବି କିଛି ପର୍ସନାଲ ପ୍ରୋବ୍ଲେମ୍ ଯୋଗୁଁ କ୍ୟାନସେଲ୍ ହେଇଯାଇପାରେ ତ ଆପଣମାନେ କଲ୍ କରିବା ଜାରି ରଖନ୍ତୁ କିଛି ଅସୁବିଧା ନାହିଁ। ଯଦି ମଝିରେ ବି କୌଣସି ପ୍ରକାର ଯଦି ଫାଙ୍କା ହେଇଗଲା ବି ମୁଁ ସେଇ କଲ୍ଟା ସେଥିରେ ଆଡ଼ଜଷ୍ଟ କରିପାରିବି। କେତେଟି କଲ୍ ଆମର ଗଣେଶ ପୂଜାକୁ ରହିଲାଣି? ହେଇଗଲାଣି 33ଟା ପାଖାପାଖି ହେଇଗଲାଣି 34ଟା ପାଖାପାଖି। ଭାଇ ମାସେ ପ୍ଲସ୍ ପୁରା ମାନେ ମାସେ ଭାଇମାନଙ୍କୁ ଆଜ୍ଞା ଭଲ ପାଇବା ଆମେ ଆଜ୍ଞା କିଛି ନୁହଁ ଆମେ ଯଦି ନିଜକୁ ଯେତେ କ୍ରେଡିଟ୍ ନେଲେ ବି ଆମେ ମାରୁଛୁ 34ଟା କିଛି ବି ଲାଭ ନାହିଁ। ଭାଇମାନେ ଭଲ ପାଇବା ଦଉଛନ୍ତି ଆମ ପାଇଁ ଜଣେ ଭାଇ 34 ଦିନ ଅନେଇକି ରହୁଛନ୍ତି ଆଉ ଯିଏ ଅନେଇକି ବି ରହୁଛନ୍ତି ତାକୁ ପାଇଁ ସ୍ପେଶାଲ ଜିନିଷ ଆମେ ଦଉଛୁ। ସେମିତି ବି ଜଣେ ଭାଇ ଯଦି ଆମକୁ ଭଲ ପାଇକି ଶେଷ ଯାକେ ଅନେଇଲେ ତ ଆମର ବି କର୍ତ୍ତବ୍ୟ ରହୁଛି ଆମେ ବି ଯୋଉ ଭାଇ ଆମକୁ ଏତେ ଦିନ ଯାକେ ଅନେଇଛନ୍ତି ଅନ୍ୟାନ୍ୟ ଆହୁରି ଅନୁଗୁଳ ମାର୍କେଟ ଓଡ଼ିଶା ମାର୍କେଟ ହଜାର ଡିଜେ ଥିବା ସତ୍ତ୍ୱେ ଆମ କର୍ତ୍ତବ୍ୟ ଯେ ଆମେ ବି ସେମିତି ତାଙ୍କମାନଙ୍କ ମୁହଁ କି ତାଙ୍କମାନଙ୍କ ଭଲ ପାଇବାକୁ ଆମେ ବି ସମ୍ମାନ ଦେଇକି କିଛି ତାଙ୍କ ପାଇଁ ଆମେ ଏଇଭଳିଆ ସ୍ପେଶାଲ ଜିନିଷ ଦେବୁ ଯୋଉଟା ସେମାନେ ବି ଜୀବନ ଯାକେ ଭୁଲି ପାରିବେ ନାହିଁ।
ଏ ଗଣେଶ ପୂଜାକୁ କମ୍ପିଟିସନ କଲ ଭାଇ କେତେ କଣ ରଖିବେ ନା? ଦେଖନ୍ତୁ ଗୋଟେ ଜିନିଷ ଆମେ ପାଖାପାଖି କମ୍ପିଟିସନ କଲ ବହୁତ ରଖିଛୁ କିନ୍ତୁ ବର୍ତ୍ତମାନ ଯାକେ ରୁଲ ବାହାରିନି କମ୍ପିଟିସନ ମେ ବି ନ ହେଇ ବି ପାରେ ମାନେ କିଛି ସେମିତି ଗ୍ୟାରେଣ୍ଟି ନାହିଁ ଡିଜା ସିଷ୍ଟମ ଆମ ମୁଣ୍ଡରେ କିଛି ମିଟିଂ ପଡେ ମିଟିଂ ପଡିବ ବର୍ତ୍ତମାନ ଟାଇମ ଅଛି ନା ହାତରେ ତ ମିଟିଂ ପଡିବ ଆଉ ଦେଖନ୍ତୁ ସମସ୍ତେ ଗୋଟେ ନିୟମରେ ବନ୍ଧା ଆମେ ବି ସେଇ ନିୟମର ଅନ୍ତର୍ଭୁକ୍ତ ତ ଯାହା ବି ଗଣେଶ ପୂଜାରେ ନିୟମ ହବ ଆମେ ସେଇ ନିୟମରେ ହିଁ ଚାଲିବୁ ବୁଝିଲେ ନା ଯଦି କମ୍ପିଟିସନ ବନ୍ଦ ତ କମ୍ପିଟିସନ ବନ୍ଦ ତ ଯୋଉ ଭାଇ ମାନେ ଆମର କମ୍ପିଟିସନ ବିଲ୍ କାଟିଛନ୍ତି ତ ଦେଖନ୍ତୁ ସେମିତି ପର୍ଟିକୁଲାର କମ୍ପିଟିସନ ବିଲ୍ ଗୋଟେ କଟା ଯାଇ ନଥାଏ ବୁଝିଲେ ନା କମ୍ପିଟିସନ ହେନ୍ତି ବିଲ୍ କୋଉଠି ବି କଟା ଯାଇ ନଥାଏ କମ୍ପିଟିସନଟା ହଉଛି ଗୋଟେ ସେଇ ଜାଗା ଉପରେ ଗୋଟେ ଜଷ୍ଟ ଗୋଟେ ଗେମର ଗୋଟେ ମାହୋଲ ସେଟା ବି ଏତେ ଆଗରୁ ସାରା କିଛି ନିଅନ୍ତୁନି କେମିତି ହେଲେ ବି କିଛି ଲୋକଙ୍କ ଉପରେ ପ୍ରଭାବ ପଡୁଛି ନା ମୁଁ କହିପାରିବିନି ଭାଇମାନେ ତ ଏଣ୍ଟରଟେନମେଣ୍ଟ କରୁଛନ୍ତି ଯୋଉଟାରେ କି ଆମେ ସେଥିରେ ଖୁସି ହଉଛି କିଛି ଅସୁବିଧା ନାହିଁ ଆଉ ଭାଇମାନଙ୍କର କମେଣ୍ଟ ଆସିଥିଲା ଯାହାକି ଆମର ସାଇନ୍ ଡିଜେ ଯାହାକି ତାକୁ ଆମର ସହ ରଶ୍ମି ଭାଇଙ୍କ ସହ ଆପଣଙ୍କର ସମ୍ପର୍କ କେମିତି କ'ଣ ଅଛି ଆଉ ଦେଖନ୍ତୁ କାହାକୁ ବି ଆମେ ଖରାପ କହୁନୁ କି ଆମେ ବି କାହା ସହିତ ଖରାପ ହେଇନି ତ ଆମର ସମସ୍ତଙ୍କ ସହିତ ଭାଇ ସମ୍ପର୍କ ଭଲ ଚାଲିଛି ସମସ୍ତେ ନିଜ ନିଜ ବାଟରେ ଭାଇ ବେପାର କରୁଛନ୍ତି କିନ୍ତୁ ଆମେ ଭାଇ କେବେ ବି କାହାକୁ ଖରାପ ଭାବିନୁ କି ଭାବିପାରିବୁ ନାହିଁ କ'ଣ ପାଇଁ କହିଲେ ଗୋଟେ ଜିନିଷ ବେପାରରେ ବହୁତ କିଛି ହେଇଯାଇଥାଏ ବହୁତ କିଛି ଚାଲିଯାଇଥାଏ ଭାଇ ଏଇଟା ହେଲା ଜୀବନ ତ ବେପାର ହେଉଛି ଜୀବନର ଗୋଟେ ପାର୍ଟ ବୁଝିଲେ ନାହିଁ ତ ଯେତେ ଯାହା ହେଲେ ବି ସର୍ବଶେଷରେ ସମସ୍ତେ ଜଣେ ମଣିଷକୁ ସମ୍ମାନ ଦେବା ଭଗବାନଙ୍କୁ ସମ୍ମାନ ଦେବା ସହିତ ସମାନ ସେ ଯିଏ ବି ହେଇଥାଉ ବୁଝିଲେ ନାହିଁ ଏମିତି ପର୍ସନାଲ ମୁଁ କାହା ନାଁ କହିବିନି କିନ୍ତୁ ଗୋଟେ ଜିନିଷ ନରଦେହ ନାରାୟଣ ମଣିଷକୁ ସମ୍ମାନ ଦେବା ସହିତ ଯାହା ଭଗବାନଙ୍କୁ ସମ୍ମାନ ଦେବା ତାହା ସେଥିପାଇଁ ଆମେ ଭାଇ କାହା ସହିତ କିଛି ବି ନାହିଁ ଯିଏ ବି ଯାହା ଆମକୁ କହୁଛି ଆପଣ ବର୍ଷ ହେଲା ଦେଖୁଛନ୍ତି ଆମକୁ ଯିଏ ବି ଯାହା ବି ଡାଇରେକ୍ଟ ହବ ଇନଡାଇରେକ୍ଟଲି କହୁଛି ଆମେ କାହାକୁ କିଛି କହୁଛୁ ଆମେ ଆମର ଲୋକଙ୍କ ଯୋଉମାନଙ୍କ ପଇସାରେ ମୋ ଘର ଚଳୁଛି ମୁଁ ଯୋଉଟା ଜାଣିଛି ଯେ ଏମାନଙ୍କ ପଇସାରେ ମୋ ଘର ଚଳୁଛି ଏମାନଙ୍କୁ ବି ଭଲ ପାଇବା ଦେଲେ ମତେ ପରଫେକ୍ଟ ଭଲ ପାଇବା ମିଳୁଛି ଅନ୍ଧ ଭଳିଆ ଭଲ ପାଇବା ମିଳୁଛି ତ ନିହାତି ଭାଇ ମୁଁ ତାଙ୍କ ପାଇଁ କ'ଣ ଭାଇ କାମ କରିବି ଆଉ ଗୋଟେ ଭାଇ ସେମିତି ବି କମେଣ୍ଟ ଆସିଥିଲା ଯାହାକି ଏବେ ଯେମିତି ଆଉ ଏସଏମ ଅଡ଼ିଓ ଯାହାକି ଜିତୁ ଭାଇ ଆଉ ରଶ୍ମି ଭାଇଙ୍କ ସହିତ ସମ୍ପର୍କ କେମିତି ମୁଁ ତ ସେଇ ଜିନିଷ କହିଲି ଭାଇ ସମ୍ପର୍କ ଭାଇ ମୋର କାହା ସହିତ ଖରାପ ହୁଏ ମତେ କିଏ କ'ଣ ଭାବୁଥିବ ସେ ଜିନିଷ ମୁଁ କହିପାରିବିନି କିନ୍ତୁ ଯେହେତୁ ଆଜ ମୁଁ ସମସ୍ତଙ୍କଠୁ ଜୁନିୟର ସମସ୍ତେ ମୋ ବଡ଼ ଭାଇ ସଦୃଶ ବୁଝିଲେ ନାହିଁ କିଛି କିଛି ଭାଇମାନେ ଅଛନ୍ତି ଯିଏକି ଆମ ବାପ ତୁଲ୍ୟ ଲୋକ ବୁଝିଲେ ନାହିଁ ମାନେ ମୋ ବାପାଙ୍କ ବୟସ ଗୋଟେ ଜିନିଷ ସମ୍ମାନ ଯୋଗ୍ୟ ମାନେ ସମ୍ମାନ ପ୍ରାପ୍ତି ଲୋକ ଯୋଉଟାକି ସେମାନଙ୍କୁ ଆମେ କେବେ କିଛି କହିପାରିବୁ ନାହିଁ ତ ମେନ୍ କଥା ହେଲା ଏତେ ସବୁ ଜିନିଷ ଥିଲା ପରେ ବି ସେଇଥିପାଇଁ ମୁଁ କାହାକୁ କିଛି କୁହେନି କି ଏପର୍ଯ୍ୟନ୍ତ ଦେଖୁଛନ୍ତି ଆମେ କାହାକୁ କିଛି କହୁନୁ ମୁଁ ୟା ପୂର୍ବ କ୍ୱେଶ୍ଚିନ୍ ବି ଯେମିତି ଆପଣଙ୍କୁ କହିଥିଲି ଯେ ଭାଇ ସମସ୍ତେ ମଣିଷ ମାନେ ଭଗବାନ ଆମେ ମଣିଷଙ୍କୁ ଯେତିକି ଭଲ ପାଇବା ଦେବା ଭଗବାନ ସେତିକି ଖୁସି ହେବେ ଆମ ବିଷୟରେ କିଏ କ'ଣ କହୁଛି ସେଟା ଆମର କିଛି ମ୍ୟାଟର ନାହିଁ କି ଆମ ବିଷୟରେ କିଏ କ'ଣ କାହାକୁ ଇଙ୍ଗିତ କରିକି କହୁଛି ତ ଦେଖନ୍ତୁ ଆମ ଭିଡ଼ିଓରେ କାହାକୁ ଇଙ୍ଗିତ କରିବା ଦେଖିଛନ୍ତି ଆପଣ 3-4 ମାସ ଭିତରେ 3-4ଟା ଇଣ୍ଟରଭ୍ୟୁ କଲେ ଦେଖୁଛନ୍ତି କାହାକୁ ଇଙ୍ଗିତ ଭାଇ କେବେ ସମସ୍ତେ ଭାଇ ଭଲ ସମସ୍ତେ ନିହାତି ସମ୍ମାନ ପାଇବା ଯୋଗ୍ୟ ତ ଆମ କର୍ତ୍ତବ୍ୟ ଆମେ ସମସ୍ତଙ୍କୁ ସମ୍ମାନ ଦେବା ଆମକୁ କିଏ କ'ଣ ଭାବୁଛି ଯଦି ଭାବୁଛି ବି ଯଦି କିଏ ଭଲ ଭାବୁଛି ତ ଭଲ କଥା ଯଦି ଖରାପ ଭାବୁଛି ବି ଭାଇ ମୁଁ ସେଇଥିରେ ବହୁତ ଖୁସି ଅଛି କିଛି ଅସୁବିଧା ନାହିଁ ଏଇ ବର୍ଷ ଭାଇ ଯେମିତିକି ଆମର ମୁମ୍ବାଇ ଏକ୍ସପୋ ଗଲା ଆପଣ ଯାଇଥିଲେ ନା ନାହିଁ ଦେଖନ୍ତୁ ମୁମ୍ବାଇ ଏକ୍ସପୋ ମୁଁ ଏଇଥିପାଇଁ ଯାଇନି ଯେ ଦେଖନ୍ତୁ ସବୁ ଜିନିଷରେ କିଛି କିଛି ଭରସା ଯୋଗ୍ୟ ଲୋକ ଥାନ୍ତି ତ ଆମର ବି ଏମିତି କିଛି ଭରସା ଯୋଗ୍ୟ ବଡ଼ ଭାଇମାନେ ଅଛନ୍ତି ଯେଉଁମାନେ କି ମୁମ୍ବାଇ ଏକ୍ସପୋ ଯାଇଛନ୍ତି କିନ୍ତୁ ତାଙ୍କ ଦିଗ୍ଦର୍ଶନରେ ବି ଆମେ ଏକମାତ୍ର ମାନେ ଏକାଥରକେ ସହମତ ତ ସେଇଥିପାଇଁ ମୁମ୍ବାଇ ଏକ୍ସପୋ ଆମେ ଯାଇନୁ ମୁମ୍ବାଇ ଏକ୍ସପୋ ଯିବାଟା କ'ଣ ବଡ଼ କଥା ଏକ୍ସପୋରୁ କିଛି ନୂଆ ଜିନିଷ ଆସୁଛି ହଁ ଏକ୍ସପୋରୁ ନୂଆ ଜିନିଷ ଆସୁଛି କୋଉଟା ଭାଇ ନୂଆ ଜିନିଷ ଆସିଲା ପରେ ମୁଁ ରିଭିଲ୍ କରିବି ଗୋଟେ ପରେ ଗୋଟେ ମୁଁ ରିଭିଲ୍ କରିବି ହେଲା କାରଣ ଜିନିଷ ଯେହେତୁ ମୋ ହାତମୁଠାକୁ ପହଞ୍ଚିନି ମୁଁ ତ ରିଭିଲ୍ କରିଦେବି କିନ୍ତୁ ଜିନିଷ ଗାଡ଼ିରେ ଲାଗିପାରୁନଥିବ ଗୋଟେ ଭଲ ଲାଗିବ ନା ସାଟିସ୍ଫାକ୍ସନ୍ ଲାଗିବ ଭାଇମାନେ ବୁଝିପାରିବେ ଯେ ଜିନିଷ ଆସିନି ବୋଲି ଲାଗିପାରିଲା ନାହିଁ କିନ୍ତୁ ନିଜ ମନକୁ ଗୋଟେ ଶାନ୍ତି ଲାଗିବ ସେଇଟା ଜିନିଷ ଆସୁ ଗୋଟେ ପରେ ଗୋଟେ ଆସିଲେ ମୁଁ ଏଇ ଜିନିଷ ଲଗେଇବି ଆପଣ ଆଉ ଗୋଟେ ମାନେ ଆମ ପୂର୍ବରୁ ବି ଗୋଟେ ଇଣ୍ଟରଭ୍ୟୁ ଏମିତି ହେଇଥିଲା ଭାଇ ଜଣେ କହିଥିଲେ ତ ସେଇଥିରେ କହିଥିଲେ ଆପଣଙ୍କର ନିଜେ ଯାହାକି ଗାଡ଼ି ସେଲ୍ ହେଇଯିବ ଭାଇ ଦେଖନ୍ତୁ ଭାଇମାନେ ପଚାରିଥିଲେ ସେଲ୍ ହେଇଯିବା ପାଇଁ ଆଉ ଗୋଟେ ଜିନିଷ କହୁଛି ଭାଇ ସେଲ୍ ଅଲରେଡି ହେଇସାରିଥିଲା ମାନେ ପୁରା ଫାଇନାଲ ସରିଥିଲା କିନ୍ତୁ ଜିନିଷ କ'ଣ ଗୋଟେ ଜିନିଷ ଆମେ ଏଇଥର ଏଇଥିପାଇଁ ସେଲ୍ କଲୁ ନାହିଁ ଯେ ବର୍ତ୍ତମାନ ଏଇ ବର୍ଷ ଏମିତି କିଛି ଗାଡ଼ି ଆସୁନି ଯୋଉ ଗାଡ଼ିଟାକୁ ତମେ ଆଣିକି ପରଫେକ୍ଟଲି ଚଲେଇ ପାରିବ କଥାଟା ବୁଝିପାରୁଛ ଗୋଟେ ଜିନିଷ ପୁଣି ଗାଡ଼ିଟା ଏଇଭଳିଆ ଆସିବା ଦରକାର ଯେମିତି ଗାଡ଼ିଟାକୁ ଡିଜେ ଭଳିଆ ଡିଜେଟା ଲୁକିଂ ହେଉଥିବା ଦରକାର ଆମେ ଯୋଉ ମୋଟିଭ ପାଇଁ ଆଣୁଛୁ ସେଇ ମୋଟିଭରେ କାମଟା ହେଇପାରୁଥିବା ଦରକାର ତ ବର୍ତ୍ତମାନ ଆମେ ଦେଖିଲୁ ଯେତେ ବି କମ୍ପାନୀ ଅଛନ୍ତି ଏମିତି କୌଣସି ଗାଡ଼ି ନାହିଁ ଯୋଉ ଗାଡ଼ିଟା ହେଲା ଆମେ ଯୋଉ ଜିନିଷଟା ଭାବୁଛୁ ଏଇ ଜିନିଷଟା ହେଇପାରିବ ତ ହେଇପାଇଁ ଆମେ ଗାଡ଼ିଟାକୁ ବାଧ୍ୟ ହେଇକି ସେଲ୍ କରୁ ନାହିଁ ଭାଇ ଆମର ପର୍ସନାଲିଟା ବ୍ରାହ୍ମଣ ବିଲି ଆଉ ଛାଡ଼ିପଦା କମିଟି ପିଲା ଭାଇମାନେ ପଚାରୁଛନ୍ତି ଆଜ୍ଞା ଆମର ବ୍ରାହ୍ମଣ ବିଲି କି ଆପଣ ଭାଇ କେତେ ବର୍ଷ ହେବଣି ଯିବେନି ତ ପ୍ରଥମେ ମୋର ବ୍ରାହ୍ମଣ ବିଲ୍ ଭାଇମାନଙ୍କୁ ବଡ଼ ଭାଇମାନଙ୍କୁ ମୋର ନମସ୍କାର ତ ମେନ୍ କଥା ହେଲା ବ୍ରାହ୍ମଣ ବିଲ୍କୁ ବୋଧେ 4 ବର୍ଷ ପାଖାପାଖି ଏଇ ବର୍ଷ 4 ବର୍ଷ ହେଇଯିବ ଆଜ୍ଞା ଭାଇ ଏତିକି ଭଲ ଭାଇ ଆପଣ ଦଉଛନ୍ତି ବ୍ରାହ୍ମଣ ବିଲ୍ ପିଲାଙ୍କୁ ଭାଇ ଭୁଲେଇ ହବନି ଆମର ଏଇ ବର୍ଷ ଛେଣ୍ଡିପଦା କଲ୍ ଆପଣଙ୍କର ରଖିଛନ୍ତି କି ନାହିଁ ନା ଛେଣ୍ଡିପଦା କଲ୍ ରଖିବି ତ ଛେଣ୍ଡିପଦା ଭାଇମାନଙ୍କୁ ବି ମୋର ନମସ୍କାର ଛେଣ୍ଡିପଦା କଲ୍ ବି ରଖିବି 20 ତାରିଖ ଛେଣ୍ଡିପଦା 21 ତାରିଖ ବ୍ରାହ୍ମଣ ବିଲ୍
ମାନେ ଆମର ଏଇଟା ଇଏ ହେଇଯିବ ଆଉ ପ୍ରୋଗ୍ରାମ ହବ। ଆଉ ଭାଇ ଆମର ଯାହାକି ପର୍ସନାଲ ପଚାରୁଛନ୍ତି ଯାହାକି ଡିଜାଇନର ଦିନେଶ ଭାଇ ଆପଣଙ୍କର ଯୋଉ ଏଇଟା ଯୋଉ 3D ଆନିମେସନ ବନା ହଉଛି ଆଜ୍ଞା। ଆପଣଙ୍କର କିଏ ବନଉଛନ୍ତି? ମୋର ଡିଜେ ଏଡିଟର ଦିନେଶ ଭାଇ ବନାଉଛନ୍ତି। ମାନେ ଭାଇ ନିଜେ ବନଉଛନ୍ତି ହେଲେ କୁछ ନିଜେ କରୁଛନ୍ତି। ନା ନିହାତି ଭାଇ ଗୋଟେ ଜିନିଷ ସେ ଭାଇ ବହୁତ ଗୋଟେ ଜିନିଷ ଯଦି ଡିଜେ ଏଡିଟର ଦିନେଶ ଭାଇ ଦେଖୁଛନ୍ତି ଭାଇ ସେ ବହୁତ ବଢିଆ ପିଲା। ଆଉ ଭାଇ ଗୋଟେ ଜିନିଷ କଣ ଗୋଟେ ଜିନିଷ କମ ଏଜରେ ଏଇଭଳିଆ କନସେପ୍ଟ ଭାବିକି ସେ କରୁଛନ୍ତି ଯୋଉଟା କି ଆମକୁ ବି ବହୁତ ଖୁସି ଲାଗୁଛି। ଗୋଟେ ୟୁନିକ୍ ଜିନିଷ ଯୋଉଟା କି ମାର୍କେଟରେ କରୁନଥିଲେ ସେ ଏଇ ଜିନିଷ କଲେ ଯୋଉଟା ଭାଇ ତାଙ୍କ ୟୁନିକ୍ ଆଇଡିଆକୁ ଭାଇ ମତେ ବହୁତ ଭଲ ଲାଗେ। ତ ଦିନେଶ ଭାଇ ସେଗୁଡାକୁ ମାଡି ଚାଲ। ଲଭ୍ ୟୁ ଫ୍ରମ୍ ଶକ୍ତି ସ୍ପାଇଡର ଫ୍ୟାମିଲି। ତ ଆପଣଙ୍କର ଭାଇ ଏ ଯୋଉ ଗଣେଶ ପୂଜାକୁ ଓପନିଂଟା କୋଉଠି କେମିତି କଣ ରହୁଛି? ଏଇଥର ଗଣେଶ ପୂଜା ଓପନିଂ ଦେଖନ୍ତୁ ବର୍ତ୍ତମାନ ଗଣେଶ ପୂଜାର ଓପନିଂ ହଉଛି ସାରୁଆଳି 14 ତାରିଖ ଦିନ। ଗଣେଶ ପୂଜା ଦିନ ହିଁ ଗଣେଶ ପୂଜା ବସାଣି। ଫାଷ୍ଟ ଟାଇମ୍ ମୋ ସହିତ ତ ଫାଷ୍ଟ ଟାଇମ୍ ବୁଝିଲେ ନା ଆଉ କାହା ସହିତ କହିପାରିବି କିନ୍ତୁ ମୋ ସହିତ ଫାଷ୍ଟ ଟାଇମ୍ ଗଣେଶ ପୂଜା ଦିନ ହିଁ ଗଣେଶ ପୂଜା ବସାଣି ଯୋଉଟା କି ଗଣେଶ ପୂଜାର ଓପନିଂ। କିନ୍ତୁ ତା ପୂର୍ବରୁ ଯଦି ଅନ୍ୟାନ୍ୟ ଯେମିତି ମାଙ୍କ ପୂଜା ହୁଏ ଆମର ଯଦି ଅନ୍ୟାନ୍ୟ କିଛି ପୂଜା ଯଦି ଏମିତି ପଡିଲା ତ ନିହାତି ଯଦି ମୋ କାମ ସରିଯିବ ନିହାତି ମୁଁ ଓପନିଂ କରିବି। ତ ସାଉଣ୍ଡ ସିଷ୍ଟମ ବି ଭାଇ ନୂଆ ଆସୁଛି ମାନେ ସାଉଣ୍ଡ ସିଷ୍ଟମ ନୂଆ ଲାଇନରେ ନୂଆ ବେସ୍ ବି ନୂଆ ସବୁ ନୂଆ। ତ ଯଦି କମ୍ପିଟିସନ ମାର୍କେଟକୁ ଭାଇ ଥିବା ଆପଣ ବି ମେ ବି ଓହ୍ଲେଇଛନ୍ତି ହେଲେ ବି ଯଦି ଆଉ ଯଦି ଚାଲିଲା ବି ଆସୋସିଏସନ ଆମେ ରେଡି ତ ନୂଆ କିଛି ପ୍ରଶ୍ନ ଯାହାବି କିଛି ହେଲା ଆମେ ସବୁଥିରେ ରେଡି। ଯଦି କମ୍ପିଟିସନ ହେଲା କମ୍ପିଟିସନ ରେଡି ଯଦି ବିନା କମ୍ପିଟିସନ ହେଲା ବିନା କମ୍ପିଟିସନ ବି ରେଡି। କିଛି ଭାଇ ଆମେ ଯେମିତି ଦେଖିଛୁ ଆପଣ ଗୋଟେ ରେଷ୍ଟୁରାଣ୍ଟ ଖୋଲିଛନ୍ତି ଆଜ୍ଞା। ତ ଏତେ କମ ବୟସରେ ଭାଇ ଏତେ ମାନେ ବିଜନେସ୍ ଆପଣ ସମ୍ଭାଳୁଛନ୍ତି ଯାହାକି ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆଉ ଆଜ୍ଞା ମାନିବାକୁ ପଡ଼ିବ। ତ ରେଷ୍ଟୁରାଣ୍ଟଟା ଭାଇ ଲୋକେସନ କୋଉଠି କଣ ରହୁଛି କଣ? ଦେଖନ୍ତୁ ଲୋକେସନ ହଉଛି ଆମର ବୁଢାପଙ୍ଗ ଆଉ ବୁଢାପଙ୍ଗରୁ ଆମର ଯୋଉ ରହିଗଲା ଅନୁଗୁଳ ଆମର ଆର୍ଟି ଅଫିସ ପାଖାପାଖି ରନ୍ତେଲେଇ ସେଇ ଯୋଉ ବାଇପାସଟା ହେଇଛି ସେଇ ଅନୁଗୁଳ ବରପାଳ ବାଇପାସରେ ଆମର ସେଇଟା ଲୋକେସନ ହେଇଛି ଯୋଉଟା କି ଆମର ସନ୍ତ୍ରୀ ପାଖରେ। କୋଉ ଗାଁ ମାନେ ସନ୍ତୁର ପାଖରେ ସେଠି ବି ଗାଁ ପାଖାପାଖି ଗାଁ ପାଖରେ ହିଁ କହିବ। ତ ଭାଇମାନେ ଦେଖିଲେ ଆପଣଙ୍କର ଭଲ ପାଇବା ଯୋଗୁଁ ଭାଇ ତ ବହୁତ ମାନେ କମ ଏଜରେ ବହୁତ ଆଗେଇ ଚାଲିଛନ୍ତି। ନିହାତି ଭାଇମାନଙ୍କ ଭଲ ପାଇବା ବିନା ଆଉ ପରିବାରର ଭଲ ପାଇବା ବିନା ଏ ଜିନିଷ କିଛି ବି ଆମେ କରିପାରିବୁ ନାହିଁ। ଭାଇମାନେ ଆପଣମାନଙ୍କ ପାଇଁ ଆମର ଭାଇରାଲ ବୟ ଯାହାକି କିଛି କହିବେ ତ କୁହନ୍ତୁ କଣ କହିବେ? ମୁଁ କହିବି ଦ୍ୱାପରରେ ଥିଲେ ପ୍ରଭୁ କୃଷ୍ଣ, ତୃତୀୟରେ ଥିଲେ ପ୍ରଭୁ ରାମ, କଳିଯୁଗରେ ଆସିଛନ୍ତି ଶକ୍ତି ସ୍ପାଇଡର ନୂଆ ରୂପ ନେଇ ପ୍ରଭୁ ପରଶୁରାମ।